ଓହୋ ମିତ୍ର ମାଙ୍କଡ, ଆଉ କେତେ ସମୟ ବିଶ୍ରାମ ନବ? ବେଳ ଆସି କେତେ ହେଲାଣି ପରା। ବିଲେଇ ନାନୀ ସିଆଡେ ଆମକୁ ଅପେକ୍ଷା କରିଥିବ। ଅପେକ୍ଷା କରି କରି ସେ ଥକି ପଡିବଣି। ଚାଲ ଚାଲ ଶୀଘ୍ର ଚାଲ। ହଉ ଚାଲ ମିତ୍ର, ବୁଝିଲ ମୁଁ ତ ବିନ୍ଦାସ, ଆଉ ତୁମେ ତ ଖାଲି ସବୁବେଳେ ଟେନସନରେ। ଗୋଟିଏ କଥା ମନେ ରଖିଥାଅ ମିତ୍ର, ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ବୁଝିଲ ମିତ୍ର, ଆଜି ମନଟା କେମିତି ଗୋଟେ ଅଲଗା ପ୍ରକାର ଲାଗୁଛି। ଜମାରୁ ବି ଭଲ ଲାଗୁନି। ମାଇଣ୍ଡ ଫ୍ରେଶ ପାଇଁ ଯଦି କିଛି ଗୋଟେ ହୁଅନ୍ତା ତାହେଲେ ଭଲ ହୁଅନ୍ତା। ନା କଣ କହୁଛ? ଆରେ କଣ କହୁଛ? ହେଉ ତାହେଲେ ଚାଲ କିଛି ଗୋଟେ ବ୍ୟବସ୍ଥା କରିବା। ମିତ୍ର, ଏଇ ଦେଖ ଗୋଟେ ଫୁଲ ବଗିଚା ଅଛି, ତା ସାଙ୍ଗକୁ ଏକ ସୁନ୍ଦର ପୋଖରୀ, ଆଉ ଦେଖ ବସିବା ପାଇଁ ଏକ ସୁନ୍ଦର ଜାଗା ମଧ୍ୟ ଅଛି। ଓହ ମାଇ ଗଡ୍, କି ସୁନ୍ଦର ପରିବେଶ। ମନର ପୁରା ଗାର୍ଡେନ ଗାର୍ଡେନ ହେଇଗଲା। ଆଉ ଏଭଳି ରୋମାଣ୍ଟିକ ପରିବେଶ ପାଇଁ ଗୋଟେ ଗୀତ ହେଇଗଲେ ମାଇଣ୍ଡ ପୁରା ଫ୍ରେଶ ହେଇଯିବ। ନା କଣ କହୁଛ ମିତ୍ର? ଏଇନେ ତ ଶ୍ରାବଣ ମାସ ଗଲା, ତାକୁ ନେଇ ଗୀତଟେ ବୋଲୁଛି ଶୁଣ। ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ, ସେଇ ମେଘରେ ପ୍ରିୟାକୁ ମୋ ଭିଜେଇ। ବୁଝିଲ ମିତ୍ର, ୱେଦର, ନେଚର ଆଉ ପ୍ରେମକୁ ମିଶେଇ ଯୋଉ ଗୀତ ଖଣ୍ଡେ ଗାଇଲ, ରୋମାଣ୍ଟିକ ଭରା ଗୀତ, ମନ ପୁରା ମୁଗ୍ଧ ହେଇଗଲା ମ। ଚାଲ ଏଥର ଶୀଘ୍ର ଯିବା, ସମୟ ବହୁତ ହେଇଗଲାଣି। ଏ ମିତ୍ର ରହିଯା, ଏଠି କଣ ଗୋଟେ ବୁଢା ଅଟ ଦିଶିଲାଣି। କି ଆଶ୍ଚର୍ଯ୍ୟ କଥା, ଇଏ ତ ମରୁଭୂମିରେ ରହିବା କଥା। ଏଠି କଣ ପ୍ରକୃତରେ ଘଟଣା କଣ? ଚାଲ ବୁଝିବା, ଚାଲ ଚାଲ। ଆରେ ଅଟୋ ଭାଇ, ତୁମେ କାନ୍ଦୁଛ କଣ ପାଇଁ? ଆଚ୍ଛା, ତମର ଅସୁବିଧା କଣ ଟିକେ ଖୋଲିକି କହିଲ। କିଛି ଗୋଟେ ରାସ୍ତା ବାହାର କରିବା। ଏମିତି କାନ୍ଦିଲେ କଣ ହବ? ଶୀଘ୍ର କୁହ, ଆମେ ତମ ଦୁଃଖ ଶୁଣିବୁ। ବୁଝିଲ ଭାଇମାନେ, ଏ ସମାଜର ମନୁଷ୍ୟମାନେ ହିଁ ଦୁଃଖର କାରଣ। ପ୍ରଥମେ ମୋତେ ଏ ମନୁଷ୍ୟ ନିଜର ପୋଷା ମନେଇଲା। ଯେତେବେଳେ ମୋର ବଳ ଥିଲା, ଏଇ ମଣିଷ, ଏଇ ସ୍ୱାର୍ଥପର ମଣିଷ ମୋ ପାଇଁ ବୋଲି ଦିନକୁ ହଜାର ହଜାର କମେଇଲା। ତା ପ୍ରତିବଦଳରେ କ'ଣ ମିଳିଲା? କେବଳ 10 ଭାଗରୁ ଭାଗେ ଖାଦ୍ୟ। ଏମିତି ଅଳ୍ପ ଖାଇ ଶେଷକୁ ମୁଁ ଦୁର୍ବଳ ହେଇଗଲି। ତାପରେ ବି ଏ ମନୁଷ୍ୟର ମନ ମାନିଲାନି, ପୁଣି ମୋତେ ଖଟେଇଲା। ଶେଷରେ ମୁଁ ଆଉ ଚାଲିପାରିଲିନି। ତଥାପି ତା ହୃଦୟ ତରଳିଲାନି। ମୋର ସେବା ଯତ୍ନ ବଦଳରେ ସେ ମୋତେ ଛାଡ଼ି ଚାଲିଗଲା। ତୁମେ ସେତିକି କାନ୍ଦ ଅଟୋ ଭାଇ। ଏଇ ମନୁଷ୍ୟମାନଙ୍କର କିଛି ଗୋଟେ ଦଫା ରଫା କରିବା। ବ୍ୟସ୍ତ ହୁଅ ନା, ତୁମେ ବ୍ୟସ୍ତ ହୁଅ ନା। ବୁଝିଲ ଅଟୋ ଭାଇ, ବର୍ତ୍ତମାନ କାନ୍ଦିବାର ସମୟ ନୁହେଁ ଇଏ। ଧୈର୍ଯ୍ୟ ଧର, ସବୁ ଠିକ ହେଇଯିବ। ବର୍ତ୍ତମାନ ତମକୁ ଯାହା କିଛି ବି ମିଳୁଛି ଖାଇ ଚାଲ, ଦେହ ସୁସ୍ଥ ରହିବ, ନହେଲେ ଦୁର୍ବଳ ପଡିଯିବ ପରା। ଅଟୋ ଭାଇ, ମୁଁ ତୁମକୁ ଆଦେଶ ଦେଉଛି, ତୁମେ ଯାହା ପାଇବ ଖାଇ ଚାଲିବ। କାରଣ ଯେମିତି ହେଲେ ବି ତ ମରିବା। କ'ଣ ପାଇଁ? ଖାଇକି ନୁହେଁ, ବୁଝିଲ କି? ତୁମେ ଚିନ୍ତା ହଉ କର। ତାହେଲେ ଅଟୋ ଭାଇ, ଆମେ ବର୍ତ୍ତମାନ ବିଦାୟ ନେଉଛୁ। ଏଥର ଜଙ୍ଗଲର ଦରବାରରେ ତମ ଖବରକୁ ଆମେ ରାଜାଙ୍କ ପାଖରେ ଜଣାଇବୁ। ସେ ନିଶ୍ଚିତ ଭାବରେ ଏହାର କିଛି ଉପାୟ ବାହାର କରିବେ। ତମେ ଆଉ ଚିନ୍ତା କର ନା। ବୁଝିଲ ମିତ୍ର, ଅଟୋ ଭାଇର କଥା ମୋତେ କନ୍ଦେଇ ଦେଲା। ଛି ଛି ରେ ମଣିଷ, ତୁ ଏତେ ତଳକୁ କେମିତି ଖସି ପାରିଲୁ? ଏତେ ସ୍ୱାର୍ଥପର କେମିତି ହେଇପାରିଲୁ? ସତରେ ତୁ କେଡ଼େ ମିତ୍ର, ତାହେଲେ ଚାଲ ଆଗକୁ କଣ ହେଉଛି ସବୁ ଦେଖିବା। ଆରେ ମିତ୍ର, ଏ କଣ, ଏ କି ଦୃଶ୍ୟ ଦେଖିବାକୁ ମିଳୁଛି? ହାତୀ ଭାଇ ଭଳି ବିଶାଳ ପାଣି ପୁଣି ଏଇ ଗାଁ ମଝିରେ, ତା ପୁଣି ଏମିତି ଅବସ୍ଥାରେ। ଏମିତି ଅବସ୍ଥା ତାଙ୍କର କେମିତି? ଚାଲ ପଚାରିବୁ ଯିବା, ଚାଲ। ହେଉ ଚାଲ ମିତ୍ର, ସେ ହାତୀ ଭାଇ ପାଖକୁ। ତାର ଦୁଃଖ କ'ଣ ଟିକେ ବୁଝିବା। ଚାଲ ଚାଲ। ଆରେ ହାତୀ ଭାଇ, ତୁମର ଇଏ କି ଅବସ୍ଥା? କିଏ ତୁମର ଏପରି ଅବସ୍ଥା କଲା? ତମେ ଏକ ବିଶାଳ ପ୍ରାଣୀ, ତା ପୁଣି ପାୱାରଫୁଲ, ତଥାପି ତମର ଇଏ କି ଅବସ୍ଥା? ତମ ଅବସ୍ଥା ପାଇଁ ଦାୟୀ କିଏ କୁହ? ଇଏ ଗୋଟେ ଲମ୍ବା କାହାଣୀ, ବୁଝିଲ। ମୁଁ ଗୋଟେ ଶକ୍ତିଶାଳୀ ଜୀବ ହେଲେ କ'ଣ ହେଲା? ଏଇ ସ୍ୱାର୍ଥବାଦୀ ମଣିଷ ନିଜର ସୁବିଧା ପାଇଁ ଏବଂ ଜୀବିକା ଅର୍ଜନ ପାଇଁ ସମସ୍ତ କୌଶଳ ଲଗାଇ ମୋତେ ଜଙ୍ଗଲରୁ ଧରି ପ୍ରଶିକ୍ଷିତ କରାଇ ଦିନକୁ ହଜାର ହଜାର ରୋଜଗାର କଲା ଏବଂ
ମୋତେ ବରଫଳ ସଦୃଶ ଖାଦ୍ୟ ଖାଇବାକୁ ଦେଲା। ବୁଝିଲ କି ମିତମାନେ? ତାପରେ ମୁଁ ଧୀରେ ଧୀରେ ରୁଗ୍ଣ ହୋଇଗଲି, ଦୁର୍ବଳ ହୋଇଗଲି, ଆଉ ଚାଲିପାରିଲିନି। ଶେଷକୁ ସେ ଧୋକାବାଜ ମଣିଷଟା ମୋତେ ଛାଡ଼ି ଚାଲିଗଲା। ବର୍ତ୍ତମାନ ମୁଁ ରୁଗ୍ଣ ଏବଂ ବୃଦ୍ଧ, କୌଣସି ଆଡ଼େ ଯାଇପାରୁନି। ବର୍ତ୍ତମାନ ଅବସ୍ଥାରେ ବି କିଛି ଶିକାରୀ ଆସି ମୋ ଦାନ୍ତକୁ ନେବା ପାଇଁ ଚେଷ୍ଟା କରୁଛନ୍ତି। ଧିକ୍ ମୋ ଜୀବନ। ଜଙ୍ଗଲରେ ମୁଁ ଆରାମରେ ଥିଲି, କିନ୍ତୁ ଆଜି ମୋର ବହୁତ ଦୁଃଖ। ମୋ ଅବସ୍ଥା ଖରାପ ହେଇଗଲାଣି। ଠିକ ଅଛି ହାତୀ ଭାଇ, ତମେ ଆଉ ଟେନସନ ହୁଅ ନା। ଏଥର ଆମେ ଆସୁଛୁ। ସିଂହରାଜାଙ୍କୁ କହି ଏ ବିଷୟରେ କିଛି ଗୋଟେ ବାଟ ବାହାର କରିବାକୁ ପଡ଼ିବ। ତେଣୁ ଆଉ ଚିନ୍ତା କର ନା। ମିତ୍ର, ଚାଲ ଏଇ 2-4 ଦିନ ଭିତରେ ଏ ଘଟଣା ସମ୍ପର୍କରେ ସିଂହ ମହାରାଜଙ୍କୁ ଅବଗତ କରାଇବାକୁ ପଡ଼ିବ, ନହେଲେ ଭାରି ଅସୁବିଧା ବୁଝିଲ ହେବ। ମିତ୍ର, ଚାଲ ଆଗେ ଯାଇ ଟିକେ ବିଲେଇ ନାନୀ ଘରେ ରେଷ୍ଟ ନେଇଯିବା। ତାପରେ ଛତା ଜୋତା ସବୁ କିଛି ନେଇ ସିଂହରାଜାଙ୍କୁ ଏ ବିଷୟରେ ଜଣାଇବା। ନା କଣ କହୁଛ? ହଁ ମିତ୍ର, ଏ ଘଟଣା ବହୁତ ଗମ୍ଭୀର ରୂପ ନେଲାଣି। କିଛି ଗୋଟେ ଘଟଣା ଘଟାଇବା ନା, ଆଉ ନ ଘଟାଇଲେ ଏମାନଙ୍କର ଚେତା ପଶିବନି।